ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଟେଷ୍ଟ ଏବଂ ଟି-20 କ୍ରିକେଟକୁ ଅଲବିଦା କରିଛନ୍ତି। କେବଳ ଦିନିକିଆରେ ନିଜର ପ୍ରଦର୍ଶନ ଜାରି ରଖିଛନ୍ତି ବିରାଟ କୋହଲି। ତେବେ ନୂଆବର୍ଷ 2026 ଆରମ୍ଭ ହୋଇଥିବା ବେଳେ ଏକ ଖବର ଶୁଣିବାକୁ ମିଳିଛି କି ବିରାଟ କୋହଲି ପୁଣି ଥରେ ଟେଷ୍ଟ କ୍ରିକେଟକୁ କମ୍ବ୍ୟାକ୍ କରିବେ ବୋଲି ସୂଚନା ମିଳିଛି। ତେବେ ଏହି ଖବର କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଯଦି ଟେଷ୍ଟ କ୍ରିକେଟରୁ ନିଜର ପଦ ଛାଡ଼ନ୍ତି ତାହେଲେ କୋହଲି ପୁଣି ଟେଷ୍ଟ କ୍ରିକେଟରେ ଖେଳ ଜାରି ରଖିପାରନ୍ତି। ବରିଷ୍ଠ ସାମ୍ବାଦିକ ରୋହିତ ଜୁଗଲାନ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଦାବି କରିଛନ୍ତି କି ଗୌତମ ଗମ୍ଭୀରଙ୍କୁ ଟେଷ୍ଟ କ୍ରିକେଟରୁ ପ୍ରଶିକ୍ଷଣ ଛାଡ଼ିବାକୁ ପଡ଼ିବ। ଭାରତୀୟ ଦଳ ଏବେ ଟେଷ୍ଟ କ୍ରିକେଟରେ ନିରାଶାଜନକ ପ୍ରଦର୍ଶନ ଜାରି ରଖିଛି। ଗମ୍ଭୀର ଏବଂ ବିରାଟଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ, ଯେଉଁ କାରଣରୁ ବିରାଟ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ଏବେ ଭାରତୀୟ ଟେଷ୍ଟ ଦଳରେ ଗମ୍ଭୀରଙ୍କ ଆବଶ୍ୟକତା ରହିଛି। ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ଟେଷ୍ଟ ଦଳର ସୁଧାର ଆଣିବ ବୋଲି ସେ ଦାବି କରିଛନ୍ତି। କିନ୍ତୁ ଗମ୍ଭୀରଙ୍କୁ ଟେଷ୍ଟ କ୍ରିକେଟରୁ କୋଚିଂ ଛାଡ଼ିବାକୁ ପଡ଼ିବ। କହି ରଖୁଛୁ କି 2025 ମେ 12 ତାରିଖରେ ବିରାଟ କୋହଲି ହଠାତ୍ ଟେଷ୍ଟ କ୍ରିକେଟରୁ ଅଲବିଦା କରିଥିଲେ। ଏତେ ଫିଟ୍ ଥାଇ ଏବଂ ତାଙ୍କ ପ୍ରିୟ ଫର୍ମାଟରୁ ହଠାତ୍ ଅବସର ଘୋଷଣା କରିବା ନିଷ୍ପତ୍ତିକୁ ଫ୍ୟାନ୍ସ ମାନେ ସହଜରେ ଗ୍ରହଣ କରିପାରିନଥିଲେ, ଯାହାକୁ ନେଇ ଗଣମାଧ୍ୟମରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା। କୋହଲି 123ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ 9,230 ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ 30ଟି ଶତକ ଏବଂ 31ଟି ଅର୍ଦ୍ଧଶତକ ସାମିଲ ରହିଛି। ବିରାଟ 14 ବର୍ଷର ଟେଷ୍ଟ କ୍ରିକେଟରେ ଅନେକ ଗୁଡ଼ିଏ ସଫଳତା ହାସଲ କରିଛନ୍ତି। ଏହା ସହ ଟେଷ୍ଟ କ୍ରିକେଟରେ ଜଣେ ସଫଳ ଅଧିନାୟକ ରେକର୍ଡ ମଧ୍ୟ ରହିଛି। 2026 ଟି-20 ବିଶ୍ୱକପରେ ଯଦି ଭାରତ ଚାମ୍ପିୟନ ହୁଏ ତାହେଲେ ଗମ୍ଭୀର ଶକ୍ତି ପ୍ରଦର୍ଶନ ଜାରି ରହିବ। ଯଦି ଭାରତ ହାରେ ତାହେଲେ ଗମ୍ଭୀରଙ୍କୁ ହଟାଇବା ପାଇଁ ଦାବି କରାଯିବ। ସେପଟେ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ରହିଥିବା ଅଜିତ ଅଗରକରଙ୍କ ଆସନ ଉପରେ ମଧ୍ୟ ବିପଦ ପଡ଼ିପାରେ। ଚୟନ କମିଟିରେ ପୂର୍ବତନ କ୍ରିକେଟର ପାର୍ଥିବ ପଟେଲଙ୍କୁ ସାମିଲ କରାଯିବ ବୋଲି କୁହାଯାଉଛି। ତେବେ ବିରାଟ କେବେ ନିଜର ନିଷ୍ପତ୍ତି ବଦଳାଇ ଟେଷ୍ଟ କ୍ରିକେଟକୁ ଫେରି ପାରନ୍ତି ତାହା ଉପରେ ରହିଛି ଫ୍ୟାନ୍ସଙ୍କ ନଜର। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଟେକ୍ ରାଜା।